ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଓଡ଼ିଶା ସରକାର ଓ ଏହାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ କିଛିଟା ଚର୍ଚ୍ଚା କରିବା। ବିଗତ ଦିନରେ ଆମେ ଦେଖି ଆସୁଥିଲୁ, ବୋଧହୁଏ ଲାଗୁଥିଲା ସରକାରଙ୍କ ଆଖି ଆଗରେ କେବଳ ଜନତା ହିଁ ଦୋଷୀ ଆଉ ସେମାନେ ଦଣ୍ଡ ପାଇବାକୁ ସବୁବେଳେ ହକଦାର। ଯାହାର ଉଦାହରଣ ସ୍ୱରୂପ ଆମମାନଙ୍କର ଗାଡ଼ି ଚାଲାଣ ଓ ପିୟୁଷ ସଂକ୍ରାନ୍ତ ଚାଲାଣର ଯେଉଁ ଦଣ୍ଡ ସାଧାରଣ ଜନତାଙ୍କ ଉପରେ ଲଦି ଦିଆଯାଇଥିଲା। କିନ୍ତୁ ଏବେ ଦେଖିବାର ଅଛି ସରକାରଙ୍କ ତରଫରୁ ଯେଉଁ ବିଧି ବ୍ୟବସ୍ଥା ଅଛି, ଯେପରିକି ଗୋଟେ ଉଦାହରଣ ସ୍ୱରୂପ ଧାନ ମଣ୍ଡି ଜଗତସିଂହପୁର ଜିଲ୍ଲାର କୌଣସି ଜାଗାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନାହିଁ। ବିଗତ ଦିନରେ ଦେଖାଯାଇଛି ଜାନୁଆରୀ ପ୍ରଥମ ସପ୍ତାହରୁ ମଣ୍ଡି ଆରମ୍ଭ ହୋଇ ମାର୍ଚ୍ଚ 31 ସୁଦ୍ଧା ସରିଲା ବେଳକୁ ବି ବହୁତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ରୁହନ୍ତି। ମାତ୍ର ଏଥର ଜାନୁଆରୀ 18 ଆଜି କୌଣସି ମଣ୍ଡି ଖୋଲା ଯାଇନାହିଁ ବା ନିକଟ ଭବିଷ୍ୟତରେ ବି ଖୋଲିଲା ଭଳିଆ ଦିଶୁନାହିଁ। ବୋଧହୁଏ ଆହୁରି 8-10 ଦିନ ପରେ ବା ଯାହା କହନ୍ତି ଫେବୃଆରୀ ପ୍ରଥମ ସପ୍ତାହ ଆଡ଼କୁ ମଣ୍ଡି ସବୁ ଖୋଲିବ। ତେଣୁ ଆଶା କରାଯାଉଛି ଏ ବର୍ଷ ବହୁ ପରିମାଣ ଚାଷୀ ତାଙ୍କ ଧାନ ବିକ୍ରିରୁ ବଞ୍ଚିତ ହେବେ। ଏଥର ଆପଣମାନେ ବିଚାର କରନ୍ତୁ, ସରକାର ଆ ପାଇଁ କ'ଣ ଦଣ୍ଡ ଭୋଗିବେ। ଦ୍ୱିତୀୟରେ, ଏଇ ଗତ ମକର ସଂକ୍ରାନ୍ତିରେ ଦେଖାଗଲା ମହାପ୍ରଭୁ ଲିଙ୍ଗରାଜଙ୍କର ସେବାନୀତି ବନ୍ଦ ରହିଲା। ଏହା ପ୍ରଶାସନିକ ବିଫଳତା ବା ସେବାୟତଙ୍କ ଔଦ୍ଧତ୍ୟପଣ, ତାହା ବିଚାର ଯୋଗ୍ୟ। ସେବାୟତ ଯେତେ ଔଦ୍ଧତ୍ୟ ଦେଖାଇଲେ ବି ପ୍ରଶାସନ ନିଶ୍ଚିତ ଭାବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ମହାପ୍ରଭୁଙ୍କ ପୂଜାନୀତି କିପରି ସୁଚାରୁ ରୂପେ କରାଯିବ ତାହା ଦେଖିବାର ଥିଲା। ମାତ୍ର ସରକାର ସେଠି ବି ବିଫଳ ହେଲେ। ଏବେ ଆମେ ଆଉ ଗୋଟିଏ ଭାଗକୁ ଦେଖିବା ଯେ ସରକାର ବିଭିନ୍ନ ପଦପଦବୀ ପୂରଣ ନିମନ୍ତେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା କରୁଛନ୍ତି। ବୋଧହୁଏ ଗତ ବର୍ଷ ସମସ୍ତ ପରୀକ୍ଷା କ୍ୟାନସେଲ୍ ହେଇଛି ବିଭିନ୍ନ କାରଣ ନେଇକରି। କେତେବେଳେ ପ୍ରଶ୍ନପତ୍ର ବିଭ୍ରାଟ ତ କେତେବେଳେ ଆଉ କିଛି କାରଣ ସବୁ ରହିଛି। ଏବେ ଦେଖାଯାଉଛି ଯେଉଁ କିଛି ନୂଆ ପଦବୀ ପାଇଁ ଆପ୍ଲାଏ କରିବାକୁ ଅଛି, ସେ ସମୟରେ ୱେବ୍ ପୋର୍ଟାଲ ଗୁଡ଼ା ଠିକ୍ସେ ଖୋଲୁନାହିଁ। ବହୁ ସମୟରେ ପେପର ଏଇଟା ବାହାରୁଛି। ଏ ନେଇ ସରକାର କାଠଗଡ଼ା ଠିଆ ହେଇଛନ୍ତି। ଏ ବିଚାର ଜନସାଧାରଣ ବି କରିବେ। ତେଣୁ ସରକାରଙ୍କୁ ଅନୁରୋଧ, ସବୁବେଳେ ଜନସାଧାରଣଙ୍କୁ ଦଣ୍ଡ ଦେଲା ପୂର୍ବରୁ ନିଜର ବିଧି ବ୍ୟବସ୍ଥା ପ୍ରଶାସନିକ ବ୍ୟବସ୍ଥାକୁ ବି ନିଜେ ଚିନ୍ତନ କରନ୍ତୁ ଏବଂ ଦେଖନ୍ତୁ ଏଥିରେ ଯେତିକି ପରିମାଣରେ ସରକାର ଦାୟୀ ସେଥିପାଇଁ ସେମାନେ କ'ଣ ଭରପାଇ କରୁଛନ୍ତି ବା କ'ଣ ଉତ୍ତରଦାୟୀ ରହୁଛନ୍ତି। ଖାଲି ସାଧାରଣ ଜନତାଙ୍କୁ ଦଣ୍ଡର ଭୟ ଦେଖାଇକରି କୌଣସି ଆଦେଶ ପ୍ରଦାନ କରିବାଠୁ ସବୁବେଳେ ଚେଷ୍ଟା କରା ଯେ ବ୍ୟବସ୍ଥାଗତ ତ୍ରୁଟି ସୁଧାରି ସବୁ ଜିନିଷ ସୁଚାରୁ ରୂପେ କରାଯାଇପାରିବ। ତେଣୁ ଆଶା କରୁଛି ଆପଣମାନେ ଏସବୁ ବିଷୟକୁ ବିଚାର କରିବେ। ସରକାରଙ୍କ ପାଖରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଆପଣମାନଙ୍କର ସ୍ୱର ଉତ୍ତୋଳନ କରିବେ। ଧନ୍ୟବାଦ, ନମସ୍କାର।